ବହୁତ ଶୀଘ୍ର ଆପଣ ପିଏମ୍ କିସାନର ଟଙ୍କା ପାଇବା ପାଇଁ ଯାଉଛନ୍ତି। ପିଏମ୍ କିସାନର ନିୟମଗୁଡ଼ିକ ବିଷୟରେ ବୁଝିବା ଆପଣମାନେ ନିହାତି ଦରକାର। କେନ୍ଦ୍ର ସରକାର ଆପଣଙ୍କ ଆକାଉଣ୍ଟରେ ନଭେମ୍ବର 19 ତାରିଖରେ 2000 ଟଙ୍କା ଡିପୋଜିଟ୍ କରିବେ। ତା ପୂର୍ବରୁ ଆପଣମାନେ ଏହି ଅପଡେଟ୍ ବିଷୟରେ ନିହାତି ଜାଣିବା ଉଚିତ। ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ ତରଫରୁ ଚାଷୀ ଭାଇନାମାନଙ୍କ ପାଇଁ ବହୁତ ବଡ଼ ଘୋଷଣାଟି ଜାରି ହୋଇଛି, ଯାହା ପ୍ରତ୍ୟେକ ଚାଷୀଙ୍କ ଟେନସନ୍ ବଢ଼ିଯାଇଛି। ସରକାରଙ୍କ ତରଫରୁ ସୂଚନାଟି ରହିଛି, ଯଦି ଆପଣଙ୍କ ପାଖରେ କିମ୍ବା ଆପଣଙ୍କ ଘରେ ଏହି 15ଟି ଜିନିଷ ରହିଥିବ, ତାହେଲେ ଆପଣମାନେ ପିଏମ୍ କିସାନର 21ତମ କିସ୍ତି ଟଙ୍କା ପାଇପାରିବେ ନାହିଁ। ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇବି ଆପଣଙ୍କ ଘରେ କେଉଁ 15ଟି ଜିନିଷ ରହିଲେ ଆପଣମାନେ କେବେ ବି ପିଏମ୍ କିସାନର 21ତମ କିସ୍ତି ଟଙ୍କାର 2000 ଟଙ୍କା ପାଇପାରିବେନି। କେଉଁ 15ଟି ଜିନିଷ ଯାହାକି ପ୍ରତ୍ୟେକ ଚାଷୀମାନଙ୍କର ଟେନସନ୍ କାରଣ ପାଲଟିଛି, ଯେଉଁ କାରଣ ପାଇଁ ସେମାନେ ଆଗାମୀ ଦିନର 21ତମ କିସ୍ତି ଟଙ୍କା ଅର୍ଥାତ୍ ନଭେମ୍ବର 19 ତାରିଖରେ ଆପଣ ଟଙ୍କା ପାଇପାରିବେନି। ସମ୍ପୂର୍ଣ୍ଣ ତଥ୍ୟ ଆଲୋଚନା କରିବା। ତା ପୂର୍ବରୁ ଆପଣମାନଙ୍କୁ ଛୋଟ ରିକ୍ୱେଷ୍ଟ, ଯଦି ଆପଣ ଚ୍ୟାନେଲରେ ନୂଆ କରି ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଭିଡ଼ିଓଟିକୁ ଆପଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ, ସବୁକିଛି ବୁଝିପାରିବେ। ପ୍ରଥମତଃ ସରକାରୀ କର୍ମଚାରୀମାନେ, ତ ଯେଉଁ ପରିବାରର ସଦସ୍ୟମାନେ ସରକାରୀ ଚାକିରି କରିଛନ୍ତି ତ ସେମାନେ ପିଏମ୍ କିସାନର ଟଙ୍କା ପାଇପାରିବେନି। କେନ୍ଦ୍ର କିମ୍ବା ରାଜ୍ୟ ସରକାରରେ କାମ କରୁଥିବା ରିଟାୟାର୍ଡ ହୋଇଥିବା ଲୋକମାନେ କେବେ ବି ପିଏମ୍ କିସାନରେ ଯୋଗ୍ୟ ବିବେଚିତ ହେବେ ନାହିଁ। ସେମାନେ କେବେ ବି 21ତମ କିସ୍ତି ଟଙ୍କା ପାଇବେ ନାହିଁ। ଶ୍ରେଣୀ ହିସାବରେ ଆପଣମାନଙ୍କର ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ କର୍ମଚାରୀ ସମସ୍ତେ ଆସନ୍ତି। ତାପରେ ଆପଣମାନଙ୍କର ସଂସଦ ସଦସ୍ୟ, ଯେମିତିକି ଆପଣମାନଙ୍କର ଏମ୍ପି, ବିଧାୟକ ଅର୍ଥାତ୍ ଏମ୍ଏଲ୍ଏ, ପଞ୍ଚାୟତ ସଦସ୍ୟ ଆଦି, ତ ଏମାନେ କେବେ ବି ପିଏମ୍ କିସାନରେ ସାମିଲ ହେଇପାରିବେନି, କିସ୍ତି ଟଙ୍କା ବି ପାଇପାରିବେନି। ଆପଣ ଆବେଦନ କଲେ ବି ଆପଣମାନଙ୍କୁ କିସ୍ତି ଟଙ୍କା ମିଳିବ ନାହିଁ। ଯେ ସେମାନେ ସରକାରୀ ଜନପ୍ରତିନିଧି ପଦବୀ ରଖିଛନ୍ତି ସେମାନେ ଅଯୋଗ୍ୟ ବିବେଚିତ ହେବେ। ତାପରେ ଆପଣମାନଙ୍କର ଆୟକର ଦେଇଥିବା ଚାଷୀମାନେ, ତ ଯେଉଁ ଚାଷୀମାନେ ଆୟକର ଦେଉଛନ୍ତି ଅର୍ଥାତ୍ ଇନକମ୍ ଟ୍ୟାକ୍ସ ଫାଇଲ୍ କରିଥାନ୍ତି, ତ ସେମାନେ ପିଏମ୍ କିସାନରେ ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ସେମାନେ 21ତମ କିସ୍ତି ଟଙ୍କା ପାଇପାରିବେ ନାହିଁ। ପରବର୍ତ୍ତୀ ଆପଣମାନଙ୍କର ପେନସନ୍ ଭୋଗୀମାନେ, ପେନସନ୍ ଭୋଗୀ କହିବାକୁ ଗଲେ 10,000 ଟଙ୍କାରୁ ଅଧିକ ଟଙ୍କା ଯେଉଁମାନେ ପାଉଛନ୍ତି ସେମାନେ ବିଭିନ୍ନ ବିଭାଗରୁ ବଡ଼ ପେନସନ୍ ନେଉଛନ୍ତି, ସେମାନେ ଅଯୋଗ୍ୟ ବିବେଚିତ ହେବେ, ପିଏମ୍ କିସାନର 21ତମ କିସ୍ତି ଟଙ୍କା ପାଇପାରିବେନି। ପରବର୍ତ୍ତୀ ପେଶାଦାର, ପେଶାଦାର କହିବାକୁ ଗଲେ ଯେମିତିକା ଡକ୍ଟର, ଇଞ୍ଜିନିୟର, ଆଇନଜୀବୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଏମାନେ ପିଏମ୍ କିସାନରେ ଯୋଗ୍ୟ ବିବେଚିତ ହେବେ ନାହିଁ, ଏମାନେ ଅଯୋଗ୍ୟ ବିବେଚିତ ହେବେ। ତାଙ୍କ ପରିବାର ଯଦି କୌଣସି ସଦସ୍ୟ ପେଶାଦାର ହିସାବରେ ଅର୍ଥାତ୍ ଏଇ ପ୍ରଫେସନାଲରେ ଥିବେ, ତାହେଲେ ଆପଣ ପିଏମ୍ କିସାନର ଅଯୋଗ୍ୟ ବିବେଚିତ ହେବେ। ପରବର୍ତ୍ତୀ ସହରରେ ରହୁଥିବା ଏବଂ କୃଷି କାମ କରୁନଥିବା ଲୋକମାନେ, ତ ଦେଖନ୍ତୁ ଯେଉଁମାନେ ଜମି ରଖିଥାନ୍ତି କିନ୍ତୁ କୃଷି କାମ କରୁନଥିବା ସେମାନେ ଟଙ୍କା ପାଇପାରିବେନି। ଜମି ରଖିଛନ୍ତି କିନ୍ତୁ କୃଷି କାମ କରୁନାହାନ୍ତି, ତ ସେମାନେ ବି ପିଏମ୍ କିସାନର ଯୋଗ୍ୟ ବିବେଚିତ ହେବେ ନାହିଁ, ପିଏମ୍ କିସାନର 21ତମ କିସ୍ତି ଟଙ୍କା ପାଇପାରିବେ ନାହିଁ। ପରବର୍ତ୍ତୀ ଆପଣ ଜମି ଚାଷ କରୁଛନ୍ତି କିନ୍ତୁ ଜମି ଆପଣଙ୍କ ନାମରେ ନାହିଁ, ମାଲିକ ଆପଣ ନୁହନ୍ତି, ତ ସେଇଭଳି କ୍ଷେତ୍ରରେ ଆପଣ ପିଏମ୍ କିସାନର କିସ୍ତି ଟଙ୍କା ପାଇପାରିବେ ନାହିଁ। ପରବର୍ତ୍ତୀ କେବଳ ପରିବାର ଜଣେ ପାଇବେ, ତ ପିଏମ୍ କିସାନର କିସ୍ତି ଟଙ୍କା ଆପଣଙ୍କ ପରିବାର ମଧ୍ୟରୁ ଜଣେ ହିଁ ପାଇବେ। ଏକାଧିକ ସଦସ୍ୟ କେବେ ବି ପାଇପାରିବେନି। ଯଦି ଏକାଧିକ ସଦସ୍ୟ ଆବେଦନ କରିଛନ୍ତି ତାହେଲେ ପିଏମ୍ କିସାନର ଅଯୋଗ୍ୟ ବିବେଚିତ ହେବେ। ତାପରେ ପଞ୍ଜୀକରଣ କରିନଥିଲେ, ପଞ୍ଜୀକରଣ କହିବାକୁ ଗଲେ ଯଦି ଚାଷ ପଞ୍ଜୀକରଣ କରିନଥିବେ ତାହେଲେ ଲାଭ ଆପଣମାନଙ୍କୁ ମିଳିବନି। ନିଜ ନାଁରେ ଜମି ଥିଲେ ହିଁ ଚାଷ ପଞ୍ଜୀକରଣ କରିପାରିବେ, ନହେଲେ ଆପଣ ତ ପଞ୍ଜୀକରଣ କରିପାରିବେନି, ଯେଉଁଟାକି ଫାର୍ମାର ରେଜିଷ୍ଟ୍ରେସନଟା। ତ ଆପଣମାନେ VLW CSCରେ ଯାଇକି ଆପଣମାନେ ଏହି ଫାର୍ମାର ରେଜିଷ୍ଟ୍ରେସନ କରିପାରିବେ। ପରବର୍ତ୍ତୀ ଆପଣମାନଙ୍କର ଜମି ଯୋଗ୍ୟତା, ଜମି ଯୋଗ୍ୟତା କହିବାକୁ ଗଲେ ଯେଉଁ ଚାଷୀଙ୍କ ପାଖରେ 5 ଏକରରୁ କମ୍ ଜଳସେଚିତ ଜମି କିମ୍ବା 10 ଏକରରୁ ଅଣଜଳସେଚିତ ଜମି ଥିବ, ତ ସେମାନେ ଅଯୋଗ୍ୟ ବିବେଚିତ ହେବେ। ସେମାନେ ପିଏମ୍ କିସାନର 21ତମ କିସ୍ତି ଟଙ୍କା ଏଇ ନଭେମ୍ବର 19 ତାରିଖରେ ପାଇପାରିବେ ନାହିଁ। ପରବର୍ତ୍ତୀ ଗାଡ଼ି ଯେମିତି ନଥିବ, ଗାଡ଼ି କହିବାକୁ ଗଲେ ଚାଷୀଙ୍କ ପରିବାରରୁ କାହା ନାଁରେ ଯେମିତି 4 ଚକିଆ ଗାଡ଼ି କିମ୍ବା ତଦୁର୍ଦ୍ଧ ଗାଡ଼ି ନଥିବ, ତ ତାପରେ ଆପଣମାନଙ୍କର ରହିଛି କିଷାନ କ୍ରେଡିଟ୍ କାର୍ଡ଼। କିଷାନ କ୍ରେଡିଟ୍ କାର୍ଡ଼ରେ 50,000 ଟଙ୍କାରୁ ଅଧିକ ଲିମିଟ୍ ଯେପରି
ନଥିବ ତ ଆପଣମାନଙ୍କର କିଷାନ କ୍ରେଡିଟ୍ କାର୍ଡ଼ ରହିବ, କିନ୍ତୁ ଯଦି 50,000 ଟଙ୍କାରୁ ଅଧିକ ରହିବ ତାହେଲେ ଆପଣମାନେ ପିଏମ୍ କିଷାନରେ ଅଯୋଗ୍ୟ ବିବେଚିତ ହେବେ। 50,000 ଟଙ୍କାରୁ କମ୍ ଯଦି ଲିମିଟ୍ ରହିବ ତାହେଲେ ଆପଣ ଯୋଗ୍ୟ ବିବେଚିତ ହେବେ। ପରବର୍ତ୍ତୀ ଆପଣମାନଙ୍କର ରୋଜଗାର ଯୋଗ୍ୟତା, ଯେମିତିକା ଚାଷୀଙ୍କ ରୋଜଗାର ମାସିକ 15,000ରୁ କମ୍ ହୋଇଥିବା ଦରକାର। ଯଦି ଆପଣମାନଙ୍କର 15,000 ଟଙ୍କାରୁ ଅଧିକ ରହିବ ତାହେଲେ ଆପଣମାନେ ପିଏମ୍ କିଷାନର ଯୋଗ୍ୟ ବିବେଚିତ ହେବେ ନାହିଁ, ତ ଟଙ୍କା ମଧ୍ୟ ପାଇପାରିବେନି। 15,000 ଟଙ୍କାରୁ କମ୍ ରହିଲେ ଆପଣମାନେ ଯୋଗ୍ୟ ବିବେଚିତ ହେବେ, ପିଏମ୍ କିଷାନର ଟଙ୍କା ମଧ୍ୟ ପାଇପାରିବେ। ପରବର୍ତ୍ତୀ ଜମିର ବିବରଣୀ। ଜମିର ବିବରଣୀ କହିବାକୁ ଗଲେ ଚାଷ କରୁଥିବା ଜମିର ସଠିକ୍ ବିବରଣୀ ଦେଇନଥିଲେ ଆପଣମାନେ ପିଏମ୍ କିଷାନରେ ଅଯୋଗ୍ୟ ବିବେଚିତ ହେବେ। ଆପଣ ଯଦି ଭୁଲ ଭାଲ ତଥ୍ୟ ଦେଇଥିବେ ଜମି ରେକର୍ଡ ତାହେଲେ ଆପଣମାନେ ପିଏମ୍ କିଷାନର ସାମିଲ ହେଇପାରିବେନି, ଟଙ୍କା ମଧ୍ୟ ପାଇପାରିବେନି। ପରବର୍ତ୍ତୀ ଆପଣମାନଙ୍କର ଜମି ରେଜିଷ୍ଟ୍ରେସନ। ଜମି ରେଜିଷ୍ଟ୍ରେସନ କହିବାକୁ ଗଲେ ଯେଉଁ ଚାଷୀ ଜମି ରେଜିଷ୍ଟ୍ରେସନ 1 ଫେବୃଆରୀ 2019 ପରେ କରିଛନ୍ତି ସେମାନେ ପିଏମ୍ କିଷାନର କିସ୍ତି ଟଙ୍କା ପାଇବେନି, ସେମାନେ ଅଯୋଗ୍ୟ ବିବେଚିତ ହେବେ। ପରବର୍ତ୍ତୀ ଆପଣମାନଙ୍କର ଲ୍ୟାଣ୍ଡ ସିଡିଂ। ଲ୍ୟାଣ୍ଡ ସିଡିଂ କହିବାକୁ ଗଲେ ଯେଉଁ ଚାଷୀ ଲ୍ୟାଣ୍ଡ ସିଡିଂ ବା କୃଷକ ଓଡ଼ିଶା ପୋର୍ଟାଲରେ ରେଜିଷ୍ଟ୍ରେସନ କରିନଥିବେ ସେମାନେ ଅଯୋଗ୍ୟ ବିବେଚିତ ହେବେ, ସେମାନେ ପିଏମ୍ କିଷାନର କିସ୍ତି ଟଙ୍କା ପାଇପାରିବେ ନାହିଁ। ପରବର୍ତ୍ତୀ ଆପଣମାନଙ୍କର ଆଧାର ଲିଙ୍କ। ଆଧାର ଲିଙ୍କ କହିବାକୁ ଗଲେ ଯେଉଁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ ନଥିବ ସେମାନେ ପିଏମ୍ କିଷାନର କିସ୍ତି ଟଙ୍କା ପାଇପାରିବେନି। ତାପରେ ବ୍ୟାଙ୍କ ଆକାଉଣ୍ଟରେ ଆପଣମାନଙ୍କର ଡିବିଟ୍ ଲିଙ୍କ ନଥିବ ତାହେଲେ ଆପଣମାନଙ୍କର ଟଙ୍କା 21ତମ କିସ୍ତି ଟଙ୍କା ଆସିପାରିବନି ଆପଣଙ୍କ ଆକାଉଣ୍ଟକୁ। ତାପରେ ଆପଣମାନଙ୍କର ଇକେୱାଇସି। ଇକେୱାଇସି କହିବାକୁ ଗଲେ ଯେଉଁ ଚାଷୀ ପିଏମ୍ କିଷାନ ପୋର୍ଟାଲରେ ଇକେୱାଇସି କରିନଥିବେ ସେମାନେ ଏଥର ପିଏମ୍ କିଷାନର 21ତମ କିସ୍ତି ଟଙ୍କା ପାଇପାରିବେନି। ଇକେୱାଇସିଟା ଆପଣମାନଙ୍କ ପାଇଁ କମ୍ପଲସରି ରହିଛି। ଦେଖନ୍ତୁ ବ୍ୟାଙ୍କରେ କେୱାଇସି କରିନଥିଲେ ଆପଣମାନଙ୍କୁ ବି କିଷାନ ଟଙ୍କାର କିସ୍ତି ଟଙ୍କା ମିଳିବ ନାହିଁ। ଇକେୱାଇସି ନେଇକି ଯେଉଁ ଆପଣଙ୍କ ମନ ଭିତରେ ଦ୍ୱନ୍ଦ୍ୱ ଅଛି ଆସନ୍ତୁ ମୁଁ କ୍ଲିୟର କରିଦେଉଛି। ଦେଖନ୍ତୁ ଇକେୱାଇସି କହିବାକୁ ଗଲେ ଆପଣ ପିଏମ୍ କିଷାନ ପୋର୍ଟାଲରେ ଇକେୱାଇସି କରିବେ, এইটা ଆପଣ ସମ୍ପାଦନ କରିବେ। ତାପରେ ଆପଣମାନଙ୍କର ବ୍ୟାଙ୍କରେ ଆକାଉଣ୍ଟରେ ଇକେୱାଇସି ଅଛି କି ନାହିଁ ସେଟା ମଧ୍ୟ ଯାଞ୍ଚ କରିବେ। ଆପଣମାନଙ୍କର ଇକେୱାଇସି ବ୍ୟାଙ୍କ ଆକାଉଣ୍ଟରେ ମାଗୁଛି କି? ଯଦି ଇକେୱାଇସି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାଗୁଛି ତାହେଲେ ଆପଣମାନେ ତୁରନ୍ତ ଏହାକୁ ସମ୍ପାଦନ କରିବା ଉଚିତ। ଯଦି ଆପଣମାନେ କରିବେନି ତାହେଲେ ଆପଣମାନଙ୍କର ପିଏମ୍ କିଷାନର କିସ୍ତି ଟଙ୍କା ଅର୍ଥାତ୍ 21ତମ କିସ୍ତି ଟଙ୍କା ଆପଣମାନଙ୍କର ଆକାଉଣ୍ଟକୁ ଆସିବନି। ଆପଣମାନେ ସେତେବେଳେ ମନ ଦୁଃଖ କରୁଥିବେ, ଅଲଗା ଚାଷୀମାନେ ପାଉଥିବେ, ଆପଣ ସେତେବେଳେ ମନ ଦୁଃଖ କରୁଥିବେ। ତ ଏଇ ସବୁ ପ୍ରକ୍ରିୟା ଆପଣମାନେ ତୁରନ୍ତ ସମ୍ପାଦନ କରନ୍ତୁ ନା। ପରବର୍ତ୍ତୀ ଆପଣମାନଙ୍କର ଠିକ୍ ଅପଡେଟ୍ ନଥିଲେ। ଠିକ୍ ଅପଡେଟ୍ ଆପଣଙ୍କୁ କହିବାର ମାନେ ହେଉଛି ସବୁ ଡକୁମେଣ୍ଟର ତଥ୍ୟ ଯେମିତିକି ଆପଣମାନଙ୍କର ସମାନ ରହିଥିବ। ଆପଣଙ୍କର କିଛି ଡକୁମେଣ୍ଟସରେ ତଥ୍ୟ ଗୋଟେ ପ୍ରକାର ଥିବ, ଆଉ ଗୋଟେ ଡକୁମେଣ୍ଟରେ ଆପଣମାନଙ୍କର ତଥ୍ୟ ଅଲଗା ପ୍ରକାର ଥିବ। ତ ମିସମ୍ୟାଚ୍ ହେଇଯିବ, ଯାହାଫଳରେ ଆପଣମାନଙ୍କର ପିଏମ୍ କିଷାନର 21ତମ କିସ୍ତି ଟଙ୍କା ପାଇପାରିବେନି, ଆପଣ ଅଯୋଗ୍ୟ ବିବେଚିତ ଡାଇରେକ୍ଟ ହେବେ, ଆପଣମାନଙ୍କର ରିଜେକ୍ଟ ମଧ୍ୟ ଫର୍ମଟି ହୋଇଯିବ, ଆପଣ କେବେ ବି ପିଏମ୍ କିଷାନର କିସ୍ତି ଟଙ୍କା ପାଇପାରିବେ ନାହିଁ। ପରବର୍ତ୍ତୀ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଲା ଧାନ ମଣ୍ଡିରେ ଯଦି ଆପଣ 30 କୁଇଣ୍ଟାଲରୁ ଅଧିକ ଧାନ ଦେଉଥିଲେ ତାହେଲେ ଆପଣମାନେ ପିଏମ୍ କିଷାନରୁ କିସ୍ତି ଟଙ୍କା ପାଇପାରିବେନି, ଆପଣ ଅଯୋଗ୍ୟ ବିବେଚିତ ହେବେ। ଖାଲି ଆପଣ ପିଏମ୍ କିଷାନରୁ କଟିଯିବେନି, ଆପଣ ସିଏମ୍ କିଷାନରୁ ମଧ୍ୟ କଟିଯିବେ, ରାସନ କାର୍ଡରୁ ମଧ୍ୟ କଟିଯିବେ, ସୁଭଦ୍ରା ଯୋଜନାରୁ ମଧ୍ୟ କଟିଯିବେ, କେବଳ ଏଇ ଗୋଟିଏ କାରଣ ପାଇଁ। କାରଣଟି ହେଲା ଧାନ ମଣ୍ଡିରେ ଯଦି ଆପଣମାନେ 30 କୁଇଣ୍ଟାଲରୁ ଅଧିକ ଧାନ ବିକ୍ରୟ କରିବେ ତାହେଲେ ଆପଣମାନେ ଏହି 4ଟା ଯୋଜନାରୁ ହାତ ଧୋଇକି ବସିବେ।